ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ଟିକେଟ୍ ପାଇବା ପରେ ଶୀତାଂଶୁ ଶେଖର ମହାପାତ୍ରଙ୍କର କ'ଣ ରହିଛି ପ୍ରତିକ୍ରିୟା ଆସନ୍ତୁ ଶୁଣିବା। ସର୍ବପ୍ରଥମେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ମୋତେ ଚୟନ କରିଥିବାରୁ ଆମର ଯେ ଶୀର୍ଷ ନେତୃତ୍ୱ ମାନନୀୟ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଆମର ରାଷ୍ଟ୍ର ଅଧ୍ୟକ୍ଷ ଜେପି ନଡ୍ଡାଜୀ ଏବଂ ସିଇସିର ସମସ୍ତ ସଦସ୍ୟ, ରାଜ୍ୟର ସମସ୍ତ ନେତୃମଣ୍ଡଳୀ ଏବଂ ଭଦ୍ରକ ଜିଲ୍ଲାର ସମସ୍ତ ପଦାଧିକାରୀ ନେତୃମଣ୍ଡଳୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ମୁଁ କୃତଜ୍ଞତା ଓ ସାଧୁବାଦ ଜଣାଉଛି। ଦଳ ଯେଉଁ ଆସ୍ଥା ଓ ଭରସା ରଖି ମୋତେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲ୍ଲା ନିର୍ବାଚନ କ୍ଷେତ୍ରରେ ମୋତେ ପ୍ରାର୍ଥୀ ରୂପେ ଚୟନ କରିଛି, ନିଶ୍ଚିନ୍ତ ମୋର ବିଶ୍ୱାସ ଦଳ ଯେଉଁ ଆଶା ରଖିଛି ମୁଁ ନିଶ୍ଚିନ୍ତ ଭାରତୀୟ ଜନତା ପାର୍ଟିକୁ ଭଦ୍ରକ ବିଧାନସଭା କ୍ଷେତ୍ରରେ ଯଶସ୍ୱୀ କରାଇବି ଏବଂ ଯେଉଁ ଦୀର୍ଘ ଦିନ ଧରି ଭଦ୍ରକବାସୀଙ୍କର ଯେଉଁ ମୌଳିକ ସମସ୍ୟା ଗୁଡ଼ିକ ଅଛି ତା ଉପରେ ପ୍ରଥମ କାର୍ଯ୍ୟ କରିବି, କିପରି ଲୋକଙ୍କର ମୌଳିକ ସମସ୍ୟା ଯେତେ ଶୀଘ୍ର ସମାଧାନ ହେବ ତାକୁ ଯଥେଷ୍ଟ ଦୃଷ୍ଟି ଦେବି।